ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା। ଆଗାମୀ 3 ଦିନ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ ଜାରି। ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା। ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରହିବ ପ୍ରଭାବ। 12ଟି ଜିଲ୍ଲାକୁ ୟେଲୋ ଆଲର୍ଟ। ସେପଟେ ପ୍ରବଳ ଗୁଳୁଗୁଳି ନେଇ ବି ସତର୍କ କରାଇଛି ପାଣିପାଗ ବିଭାଗ। ଆଜିଠୁ 9 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା। ଆଜି ଉତ୍ତର ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। 8 ତାରିଖ ପାଇଁ 24 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। 9 ତାରିଖରେ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। 8ରେ ଅଧା ଓଡ଼ିଶାରେ ହେବ ବର୍ଷା। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି। ପରବର୍ତ୍ତୀ ଖବର, ରାଜ୍ୟସଭା ନିର୍ବାଚନ 5 ଜଣଙ୍କ ପ୍ରାର୍ଥୀପତ୍ର କାଏମ। ରାଜ୍ୟସଭା ନିର୍ବାଚନରେ କାଏମ ରହିଲା 5 ଜଣଙ୍କ ପ୍ରାର୍ଥୀପତ୍ର। ଯାଞ୍ଚ ପରେ କାଏମ ରହିଲା 5 ଜଣଙ୍କ ପ୍ରାର୍ଥୀପତ୍ର। 6 ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ରହିଛି। ବିଜେଡିର ସନ୍ତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ ଦତ୍ତେଶ୍ୱର ହତାଙ୍କ ପ୍ରାର୍ଥୀପତ୍ର କାଏମ ହୋଇଛି। ବିଜେପିର ମନମୋହନ ସାମଲ, ସୁଜିତ କୁମାରଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ମଧ୍ୟ ପ୍ରାର୍ଥୀପତ୍ର କାଏମ କରାଯାଇଛି। ତେଲେଙ୍ଗାନାର କାନ୍ତେ ସାନାଇଙ୍କ ପ୍ରାର୍ଥୀପତ୍ର ନାକଚ ରହିଛି। ସୂଚନା ଥାଉ କି ଗତକାଲି ବିଜେଡିରୁ 2 ପ୍ରାର୍ଥୀ, ବିଜେପିରୁ 2 ପ୍ରାର୍ଥୀଙ୍କ ସମେତ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ପରବର୍ତ୍ତୀ ଖବର, ଏସ୍ଆଇଆର୍କୁ ନେଇ ବଡ଼ ସୂଚନା ଦେଲେ ନିର୍ବାଚନ ଅଧିକାରୀ। ରାଜ୍ୟରେ ଏସ୍ଆଇଆର୍କୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି 90% ମ୍ୟାପିଂ କରାସରିଛି। 2025 ଭୋଟର ତାଲିକାରେ ଅଛନ୍ତି, 2002ରେ ବି ଥିଲେ। ତେବେ 2002ରେ କେଉଁ ନିର୍ବାଚନ ମଣ୍ଡଳୀରେ ଥିଲେ ବିଏଲ୍ଓଙ୍କୁ ଜଣାଇବେ। ଆମେ ନିଜ ଆଡୁ ପ୍ରାୟ 90% ମ୍ୟାପିଂ କରିଛୁ। ଏହାର ଅର୍ଥ 2025 ଭୋଟର ତାଲିକାରେ ଥିବା 90%ଙ୍କୁ ଟ୍ରେସିଂ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ସେ କହିଛନ୍ତି 2025 ତାଲିକାରେ ଥିବା 90% 2002 ତାଲିକାରେ ବି ଅଛନ୍ତି। ଆଉ 10% ଆମ ପାଇଁ କଷ୍ଟକର। ସହରାଞ୍ଚଳ ପାଇଁ ସମସ୍ୟା। ଯଦି 2002ରେ ଆପଣଙ୍କ ନାଁ ନଥିଲା, ଆପଣଙ୍କ ବାପା ମାଙ୍କୁ ଖୋଜାଯିବ। 95% ମ୍ୟାପିଂ ଆମର ଲକ୍ଷ୍ୟ। ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ। ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ, ଅନୁଜ ଅଗ୍ନିହୋତ୍ରୀ ଟପର। 100ତମ ସ୍ଥାନରେ ଓଡ଼ିଶାର ସ୍ୱାତିକ। ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପର ହୋଇଛନ୍ତି। ଦ୍ୱିତୀୟରେ ରାଜେଶ୍ୱରୀ ସୁବେ ଏମ୍, ତୃତୀୟରେ ଆକାଶ ଧୁଲ, ଚତୁର୍ଥରେ ରାଘବ ଝୁନଝୁନୱାଲା ରହିଥିବା ବେଳେ ପଞ୍ଚମରେ ଈଶାନ ଭଟନାଗର ରହିଛନ୍ତି। ମୋଟ 958 ଜଣ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ପରୀକ୍ଷା ପରେ 2736 ଜଣ ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। 100ତମ ସ୍ଥାନରେ ଓଡ଼ିଶାର ସ୍ୱାତିକ ସତ୍ୟକାମ ଦେବତା ରହିଛନ୍ତି। ସେହିପରି 121ତମ ସ୍ଥାନରେ ଓଡ଼ିଶାର ଅମୃତ ମହାପାତ୍ର ସଫଳତା ହାସଲ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ୟୁପିଏସସି ପରୀକ୍ଷା ପାଇଁ ସାକ୍ଷାତକାର ଜାନୁଆରୀ 5 ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ 27 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପରବର୍ତ୍ତୀ ଖବର, ଏଣିକି ଏହି ରାଜ୍ୟରେ 16 ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ। ସୋସିଆଲ ମିଡିଆ ବ୍ୟବହାରକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକ ସରକାର। ରାଜ୍ୟରେ 16 ବର୍ଷରୁ କମ୍ ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରାଗଲା। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଦେଶରେ ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ବଜେଟ୍ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଧାର୍ଯ୍ୟ ସୀମାଠାରୁ ଅଧିକ ବସ୍ ଭଡ଼ା ଆଦାୟ ବିରୋଧରେ ନିୟମିତ ଯାଞ୍ଚ ପାଇଁ ଆର୍ଟିଓଙ୍କୁ ନିର୍ଦ୍ଦେଶ। ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକା ଭଡ଼ା ଆଦାୟ କରିପାରିବେ ନାହିଁ। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଲଙ୍ଘନ କରୁଥିବା ବସ୍ ବିରୋଧରେ ମୋଟରଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହି କ୍ରମରେ ବିଭିନ୍ନ ଆର୍ଟିଓଙ୍କ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବସ୍ମାନଙ୍କରେ ଅଚାନକ ଯାଞ୍ଚ କରାଯାଇଛି। ଯାତ୍ରୀବାହୀ ବସ୍ରେ ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ନେଇ ଅନେକ ସମୟରେ ଯାତ୍ରୀଙ୍କଠାରୁ ଅଭିଯୋଗ ଆସୁଥିଲା। ପରବର୍ତ୍ତୀ ଖବର, ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେଇଆ ହେଲା। ମଧ୍ୟ ଏସିଆରେ ଯୁଦ୍ଧର ବଡ଼ ପ୍ରଭାବ। ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେଇଆ ହେଲା। ମଧ୍ୟ ଏସିଆରେ ଯୁଦ୍ଧର ବଡ଼ ପ୍ରଭାବ ପଡ଼ିଛି ବିଶ୍ୱ ଉପରେ, ବିଶ୍ୱର ତୈଳ କାରବାର ଉପରେ। କାରଣ ଆକ୍ରମଣ ବଢ଼ିବା ସହ ହରମୁଜ ପଏଣ୍ଟକୁ ଚେକ୍ ଦେଇଛି ଇରାନ। ଏହା ସହ ଆରବ ଦେଶରୁ ପେଟ୍ରୋଲିୟମ କାରବାର ପ୍ରାୟତଃ ଠପ୍ ହୋଇଯାଇଛି। ଏହି ପଏଣ୍ଟ ଉଭୟ ପାଖରେ ଅଟକି ରହିଛନ୍ତି 700ରୁ ଅଧିକ ତୈଳବାହୀ ଜାହାଜ। ସେପଟେ ଏହି ସ୍ଥିତିର ପ୍ରଭାବ ଭାରତ ଉପରେ ବି ପଡ଼ିପାରେ। ଭାରତରେ ବଢ଼ିପାରେ ତୈଳ ଦର। କିନ୍ତୁ ସରକାର କହିଛନ୍ତି ଆମ ପାଖରେ ଆମ ଆବଶ୍ୟକତା ପୂରଣ ଲାଗି ମହଜୁଦ ଅଛି 2 ମାସରୁ ଅଧିକ ତୈଳ।